ନମସ୍କାର ବନ୍ଧୁଗଣ, ମାର୍ଚ୍ଚ 3, 2026ରେ ଆକାଶରେ ଦେଖିବାକୁ ମିଳିବ ଏ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ଆସନ୍ତୁ ଜାଣିବା କେତେବେଳେ ଆରମ୍ଭ ହେବ, କେତେ ସମୟ ରହିବ, ଆଉ କିଏ ଦେଖିପାରିବେ, ଆଉ ଏହାର ପ୍ରଭାବ କ'ଣ ରହିବ। ଗ୍ରହଣ ସମୟ ଭାରତୀୟ ସମୟ ଅନୁସାରେ ଚନ୍ଦ୍ରଗ୍ରହଣ ଦ୍ୱିପହର 3:20ରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା 6:47ରେ ଶେଷ ହେବ। ପୂର୍ଣ୍ଣଗ୍ରହଣ ସମୟ 4:34ରୁ ଆରମ୍ଭ ହୋଇ ପ୍ରାୟ 5:33 ପର୍ଯ୍ୟନ୍ତ ଚାଲିବ। ମୋଟ ପୂର୍ଣ୍ଣଗ୍ରହଣ ସମୟ 58 ମିନିଟ୍ ରହିବ। କେଉଁମାନେ ଦେଖିପାରିବେ? ଏହି ଚନ୍ଦ୍ରଗ୍ରହଣ ଭାରତ ସହିତ ପୃଥିବୀର ଯେଉଁ ଅଞ୍ଚଳରେ ରାତି ଥିବ ସେଠାରେ ସ୍ପଷ୍ଟ ଦେଖାଯିବ। ଓଡ଼ିଶା ଓ ଭାରତର ଅନେକ ଅଞ୍ଚଳରେ ଏହା ଖାଲି ଆଖିରେ ଦେଖିପାରିବେ। ଆକାଶ ସଫା ଥିଲେ ଚନ୍ଦ୍ର ଲାଲ ରଙ୍ଗର ବହୁତ ସୁନ୍ଦର ଦେଖାଯିବ। ବୈଜ୍ଞାନିକ ମତ ଅନୁସାରେ ଚନ୍ଦ୍ରଗ୍ରହଣ ଏକ ସୁନ୍ଦର ଓ ପ୍ରାକୃତିକ ଘଟଣା। ଚନ୍ଦ୍ରଗ୍ରହଣ ହେଉଛି ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ଆସିବାକୁ ଏକ ପ୍ରାକୃତିକ ଘଟଣା। ଚନ୍ଦ୍ରଗ୍ରହଣ ଖାଲି ଆଖିରେ ଦେଖିବାରେ କୌଣସି ଅସୁବିଧା ନାହିଁ। ଏହାର ମାନବ ଶରୀର ଉପରେ କୌଣସି କୁପ୍ରଭାବ ନାହିଁ। ଖାଦ୍ୟ ବିଗିଡ଼ିଯିବା ଓ ଶରୀରରେ କ୍ଷତି ହେବାର ବୈଜ୍ଞାନିକ ପ୍ରମାଣ ନାହିଁ। ଅର୍ଥାତ୍ ରିଚୁଆଲ ଗୁଡ଼ିକ ଆସ୍ଥା ଓ ପରମ୍ପରା ଉପରେ ଆଧାରିତ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣର 9 ଘଣ୍ଟା ପୂର୍ବରୁ ପାକତ୍ୟାଗ ରହିଛି। ଅର୍ଥାତ୍ ସକାଳ 6:30ରୁ 7ଟା ମଧ୍ୟରେ ପାକ ନିଷେଧ। ପୂର୍ଣ୍ଣ ପାକ ନୀତି ସନ୍ଧ୍ୟା 7:10ରୁ ଆରମ୍ଭ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ପରେ କ'ଣ ରହିବ 12ଟି ରାଶିର ପ୍ରଭାବ। ଆସନ୍ତୁ ଜାଣିବା। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ନୂଆ କାମର ସୁଯୋଗ ମିଳିପାରେ। ରାଗ ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ, ଭଲ ହେବ। ବୃଷ ରାଶି ପରିବାରରେ ଛୋଟ ଚିନ୍ତା ଆସିପାରେ, ଧୈର୍ଯ୍ୟ ରଖିଲେ ସମସ୍ୟାର ସମାଧାନ ହେବ। ମିଥୁନ ରାଶି ଧନ ଲାଭର ସମ୍ଭାବନା, କିନ୍ତୁ ଅତିରିକ୍ତ ଖର୍ଚ୍ଚକୁ ରୋକିବାକୁ ପଡ଼ିବ। କର୍କଟ ରାଶି ମନ ଅଳ୍ପ ଅଶାନ୍ତ ରହିପାରେ, ଧ୍ୟାନ ଓ ପୂଜା କଲେ ଶାନ୍ତି ମିଳିବ। ସିଂହ ରାଶି କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିପାରେ, ନୂଆ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। କନ୍ୟା ରାଶି ପଢ଼ାଶୁଣା କାର୍ଯ୍ୟରେ ସଫଳତା ମିଳିପାରେ, ସ୍ୱାସ୍ଥ୍ୟ ଉପରେ ଟିକେ ଧ୍ୟାନ ଦିଅନ୍ତୁ। ତୁଳା ରାଶି ବ୍ୟକ୍ତିମାନେ ସମ୍ପର୍କରେ ଭଲ ସମୟ ଓ ପୁରୁଣା ବିବାଦ ଶେଷ ହେବାର ସମ୍ଭାବନା ରହିଛି। ବିଛା ରାଶି ବ୍ୟକ୍ତିମାନେ କାମର ଚାପ ବଢ଼ିପାରେ, ଧୈର୍ଯ୍ୟ ରଖିଲେ କାମରେ ସିଦ୍ଧି ମିଳିବ। ଧନୁ ରାଶି ବ୍ୟକ୍ତିମାନେ ଭ୍ରମଣ ବା ନୂଆ ଯୋଜନାର ସୁଯୋଗ ଶୁଭାରମ୍ଭ କରିପାରିବେ। ମକର ରାଶି ଆର୍ଥିକ ବିଷୟରେ ସାବଧାନ ରୁହନ୍ତୁ, ବଡ଼ ବଡ଼ ନିବେଶ ଟାଳନ୍ତୁ। କୁମ୍ଭ ରାଶି ନୂଆ ପରିଚୟ ଓ ସୁଯୋଗ ଆସିପାରେ, ଆତ୍ମବିଶ୍ୱାସ ବଢ଼ିବ। ମୀନ ରାଶି ମନୋକାମନା ପୂରଣ ହେବ, ପରିବାରର ସହଯୋଗ ମିଳିବ। ମନେ ରଖନ୍ତୁ, ମାର୍ଚ୍ଚ 3, 2026 ଦ୍ୱିପହର 3:20ରୁ ସନ୍ଧ୍ୟା 6:47 ପର୍ଯ୍ୟନ୍ତ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଏହା ଏକ ସୁନ୍ଦର ଓ ସୁରକ୍ଷିତ ପ୍ରାକୃତିକ ଦୃଶ୍ୟ। ନିଶ୍ଚୟ ଦେଖିବାକୁ ଭୁଲିବେ ନାହିଁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଯେମିତି ନ ଭୁଲନ୍ତି। ଧନ୍ୟବାଦ। ଜୟ ଜଗନ୍ନାଥ।